সেটা আমার পঞ্চায়েত অন্ডরে আছে গাঁর গোটে কিলোমিটার তাকর না দেবরাজ প্রধান সে গাঁর না হচ্ছে কুহিমুন্ডা। সে বাবু ইলেকট্রিক কাম ধাম করসন, বলাঙ্গীর ইলেকট্রিক কাম করি আসন, ইলেকট্রিক কাম মানে করসন। আজ সে তো ঘরু তাকর ঘরর লোক কহবার হিসাবে সে সকালু ঘরু কাম করিয়েছিল বলাঙ্গীরকে। ଆଉ ଆମେ ଏବେ ଜାଣବାର୍କେ ପାଇଲୁ ଶୁଣିଲୁ ଯେତେବେଲେ ଗାଁରୁ ପିଲାମାନେ ବି ତାଙ୍କର ଗାଁରୁ ବି ଆଇସନ୍, ଉପର ଝରରୁ ବି 50-100 ପିଲା ଆଇସନ୍। ତ ଆମେ ସେ ଯେନ୍ ଜାଗାରେ କାମ କରୁଥିଲେ PHD ଅଫିସ୍ ଚିଲଡ୍ରେନ୍ ପାର୍କ ସାମ୍ନାରେ ଯେନ୍ ଅଛେ ସେ ଜାଗାରେ ଆମେ ଯାଇକରି ଦେଖଲୁ। ଏବେ ଯେତେବେଲେ ଭାଇଟା ଯେତେବେଲେ ଡେଥ୍ ହେଇଗଲେ ଯାଇକରି ସେନେ ଦେଖଲୁ ଯେ ଗୋଟେ ଲୁହାର ସିଡ଼ିରେ ବାବୁ ଚକିକିରି କାମ କରିଛନ୍। ଆଉ ତାକର ହାତେ ଚିହ୍ନା ମାନେ ଅଛେ, ଲାଇନ୍ ଲାଗଲା ଚିହ୍ନା ମାନେ ଏଇଟା ପୁଡ଼ି ପୁଡ଼ି ଯାଇଛେ, ସବୁ ଦାଗ ମାନେ ଅଛେ। ଆଉ ସେନୁ ପଡ଼ିକରି ସେନେ ବୋଧେ ଡେଥ୍ ହେଇଯାଇଛେ। ଆମେ ପରେ ଖବର ପାଇଛୁଁ ଗାଁ ଲୋକ, ତାପରେ ଆସିଛୁ ଆମେ। ଯେନ୍ ଠିକାଦାରମାନଙ୍କର ଅଣ୍ଡରରେ କାମ କରୁଥିଲେ କାଣା ସେମାନେ ତାଙ୍କର ଘରକେ ବୋଧେ ଫୋନ୍ କଲେ, ତାପରେ ଆମେ ସୋର୍ ପାଇଛୁ। ଏଇଟା ହେଇଗଲାନ 12 ବଜେ ଆଗରୁ ଟିକେ ବୋଧେ। ହଁ, ସେଟା ଡେଥ୍ ହେଇଗଲେ ନ ଆଉ ହସ୍ପିଟାଲ୍କେ ଆଣିଲା ବେଲେ କିଛି ନି। ଦେବରାଜ ପ୍ରଧାନ। ବୟସ ହେଇଯିବା 25 ବରଷ ଖଣ୍ଡେ ହେଇଯିବା, 25ରୁ 27 ବର୍ଷ ଏନ୍ତା ହଉଥିବା। ଏଇଟା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ କଲେଜ ନିକେ ଆଣିଥିଲେ, ସେ ଇନକେ ଲାଗେ ଡେଥ୍ ଘୋଷଣା କଲେ ଡକ୍ଟରମାନେ। ଆଉ ତାଙ୍କୁ ଏବେ ସେ ମଚୁଟି ରୁମ୍ରେ ଫ୍ରିଜରରେ ରଖିଛନ୍। ଆଉ ତ ଏବେ ତାକର ଲୋକ ଆମ ଆଇଛୁଁ, ତାକର ଘରର ଲୋକମାନେ ଏବେ ଯାଇକରି ଟାଉନ୍ ଥାନାରେ ଗୋଟେ ଏଫଆଇଆର୍ଟେ ଦେଉଛନ୍। ଆଉ ଏଇ ଯେନ୍ ଘଟଣାଟା ହେଇଗଲା ସେଟାକୁ ସେ ତ ଗଭର୍ଣ୍ଣମେଣ୍ଟରୁ ଲାଇସେନ୍ସ ବି କରିଥିଲେ କାମ ଧାମ କରବାର୍ ଲାଗି, ତ ତାଙ୍କୁ କିଛି ଗଭର୍ଣ୍ଣମେଣ୍ଟ ସହାୟତା ମିଲବାରଟା ଦାବି। ଆଉ ଇଛାନ୍ ତ ଜୀବନଟା ତ ଫିରି ନି ଆସେ ଆଜ୍ଞା।